ଅନବରତ ବର୍ଷା ସାଙ୍ଗକୁ ଅନେକ କ୍ଷୟକ୍ଷତି। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଅଘଟଣ ସାମ୍ନାକୁ ଆସୁଛି। ଲଗାଣ ବର୍ଷାରେ କେତେକ ଜିଲ୍ଲା ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଏଠାରେ ବସ୍ଟି ଓଲଟି ପଡ଼ିଛି। ବସ୍ର ହେଲ୍ପର ଗୁରୁତର ଆହତ ହୋଇ ମେଡିକାଲ ଯାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବାରିପଦା ନିକଟ ଏକ ଶିବ ମନ୍ଦିର ପାଖ ରାସ୍ତା କଡ଼ରେ ବସ୍ ଚାଳକ ଛିଡ଼ା କରିଥିବା ବେଳେ ମାଟି ଅତଡ଼ା ଖସିଥିଲା। ଫଳରେ ବସ୍ଟି ହଠାତ୍ ସମସ୍ତଙ୍କ ଆଖି ସାମ୍ନାରେ ଓଲଟି ପଡ଼ିଥିଲା। ଏଥିରେ ବସ୍ର ହେଲ୍ପର ଗୁରୁତର ଆହତ ହୋଇ ବିକଳ ଚିତ୍କାର କରୁଥିବା ବେଳେ ସ୍ଥାନୀୟ ଲୋକମାନେ ଦୌଡ଼ି ଆସିଥିଲେ। ହେଲ୍ପରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକମାନେ ମେଡିକାଲ ପଠାଇଛନ୍ତି। ତେବେ ମଧୁସ୍ମିତା ନାମକ ଏକ ଘରୋଇ ବସ୍ଟି ରାସ୍ତା କଡ଼ରେ ପାର୍କିଂ କରିଥିବା ବେଳେ ଏହି ଅଘଟଣ ଘଟିଛି। ଚାଳକମାନେ ସର୍ବଦା ମନେ ରଖିବା ଉଚିତ ଯେ ବିଶେଷ କରି ବର୍ଷା ଋତୁ ସମୟରେ ରାସ୍ତା କଡ଼ରେ ଗାଡ଼ି ଛିଡ଼ା କରିବା ଉଚିତ ନୁହେଁ, କାରଣ ଅନେକ ସମୟରେ ଗାଡ଼ିଗୁଡ଼ିକ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଖବର ଅନେକ ସମୟରେ ସାମ୍ନାକୁ ଆସିଥାଏ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।